ଉପନ୍ୟାସ ପ୍ରତିସ୍ପର୍ଦ୍ଧା। ଔପନ୍ୟାସିକ ପଦ୍ମ ଜୋପାଳ। ପଢ଼ି ଶୁଣୁଛନ୍ତି ଅନିତ୍ୟ ମହାନ୍ତି। ଭାଗ 1। ଧୀରେ ଧୀରେ ଓହ୍ଲାଇ ଆସ ଅନିର୍ବାଣ। ଯେମିତି ପକ୍ଷୀଟିଏ ଅବତରଣ କରେ। ଜନ୍ମଠାରୁ ମୃତ୍ୟୁ ଆରମ୍ଭ ହୁଏ ଯେମିତି ଯେମିତି ରାତି ପାହି ପାହି ଆସେ ସେମିତି ଓହ୍ଲାଇ ଆସ। ଶଙ୍କୁଳ ଘାଟିରୁ ଟ୍ରକ୍ଟିଏ ନିୟନ୍ତ୍ରିତ ଭାବେ ଗଡ଼ି ଆସିବା ଭଳି, ଅଥବା ପ୍ଲେନ୍ଟିଏ ଲ୍ୟାଣ୍ଡିଂ କରେ ଯେମିତି। ଏହା ହିଁ ବୋଧେ ନିରାପଦ ଅବତରଣ। ଇତିହାସ ବହୁ ମୂଲ୍ୟଦିଆ ଶିକ୍ଷା। ମଣିଷର ଅନୁଭବ, ତାର ଅନ୍ତର୍ଦୃଷ୍ଟି। ଆରୋହଣ ପ୍ରକ୍ରିୟା, ଅବତରଣ ଏକ ଅନିବାର୍ଯ୍ୟ ଆବଶ୍ୟକତା। ଅନିର୍ବାଣ। ଚେସ୍ ବୋର୍ଡରେ ଯେମିତି ଆକ୍ରମଣ, ଯେମିତି ରିଟ୍ରିଟ୍, ସେମିତି ଶିଖରକୁ ଅହଙ୍କାରରେ ଅବତରଣର ସତର୍କତା ବି ପ୍ରୟୋଜନ। ଏହା ହିଁ ଅବଧାରିତ, ଏହା ହିଁ ଅନୁସୃତ ଧାରା, ଅବିସମ୍ବାଦିତ ସତ୍ୟ। କିନ୍ତୁ ତୁମେ ଅନିର୍ବାଣ? ମୁଁ ଜାଣେ ଅବତରଣର ମାନସିକ ତୁମର ନୁହେଁ। ତୁମେ ତ ମନେକର ଅବତରଣ ମାନେ ହିଁ ପତନ, ପରାଜୟ। ତୁମେ ବରଂ ଏ କ୍ଷେତ୍ରରେ ମୃତ୍ୟୁକୁ ଆବୋରି ନେବ। ପତନକୁ ନୁହେଁ କି ପରାଜୟକୁ ନୁହେଁ। ଅବିଜିତ ଅହଙ୍କାର ତୁମର। ପ୍ରତିସ୍ପର୍ଦ୍ଧାର ମଣିଷ ତୁମେ। ଚିରକାଳ ଅପ୍ରତିହତ ଇଚ୍ଛାର ଈଶ୍ୱର ତୁମେ। ଶିଖରରେ ତୁମର ଆଖି, ପାଦରେ ଚଣ୍ଡଶୋକର ପ୍ରତିଜ୍ଞା, ହାତରେ ଉନ୍ମୁକ୍ତ ଅସି। ଅଭିଯାନ ତୁମର ଅପ୍ରତିହତ। ଅନିର୍ବାଣ। ଇତିହାସ କହେ ଶିଖରକୁ ଯାତ୍ରା ବଡ଼ ବିପଦ ସଂକୁଳ। ପଥରେ ତାର ବିଛା ହୋଇଥାଏ ଲ୍ୟାଣ୍ଡମାଇନ୍ସ। ଦୁଇ କଡ଼ରେ ସ୍ୱାଗତ କରିବାକୁ ଅପେକ୍ଷାରତ ଆତ୍ମଘାତୀର ଦଳ। ପେଟରେ ଆର୍ଡିଏକ୍ସ ବୋମା ଧାରଣ କରି ସେମାନେ ଠିଆ ହୋଇଥିବେ ବନ୍ଧୁକ ଭଳି। ତୁମକୁ ସ୍ୱାଗତ କରିବାକୁ ଆନନ୍ଦରେ ଉଲ୍ଲସିତ ସେମାନେ। ତୁମର ଜୟ ଜୟକାର କରୁ କରୁ ଆଖି ପିଛୁଳାକେ ସେଠି ବଦଳିଯିବ ଦୃଶ୍ୟପଟ। ପ୍ରଚଣ୍ଡ ଗ୍ରୀଷ୍ମରେ ବି ଥରି ଉଠିବ ଅସ୍ଥି ମଜା। ସେହି ଆତତାୟୀମାନଙ୍କୁ ଆୟତ୍ତ କରିବାକୁ ଅଣାୟତ୍ତ ହୋଇଉଠିବ ତୁମେ। ଅସହାୟ ହୋଇଉଠିବ, ଅସ୍ଥିର ପାଲଟିଯିବ। ତୁମ ହିସାବ ନିକାଶର, ପ୍ରତ୍ୟୟ ବିଶ୍ୱାସର, ସବୁ ସତର୍କତାର ନିଗଡ଼କୁ ଭାଙ୍ଗି, ପ୍ରତିରକ୍ଷାର ସବୁ ବଳୟକୁ ଭେଦ କରି ଗୋଟାଏ ହାତ ଦିନେ ପ୍ରଚଣ୍ଡ ହୋଇଉଠିବ। କାବୁ କରି ପକାଇବ ତୁମର ଭାଗ୍ୟ, ଭବିତବ୍ୟ। ତୁମେ ବିମୂଢ଼ ହୋଇ ଚାହିଁ ରହିଥିବ। ଆଖି ଆଗରେ ଗୋଟିଏ ମଲା ବେଙ୍ଗ ଭଳି ତୁମକୁ ଟେକି ଆଣି ଟିପ ଅଗରେ ହାତଟାଏ ଫୋପାଡ଼ି ଦେବ କେଉଁ ଅତଳ ଗର୍ଭକୁ। କେଉଁ ଅପହଞ୍ଚ ଜାଗାରେ ଯାଇ ପଡ଼ିବ ଯେ ତା କଳନା କରିପାରିବ ନାହିଁ। ହୁଏତ ନିଖୋଜ ହୋଇଯାଇପାର, ନୌକା ଡୁବିରେ କେହି କେହି ନିପତ୍ତା ହେଲା ଭଳି। ସେତେବେଳକୁ ହୁଏତ ତୁମେ ବୁଝିବ, ମୁହଁ ଫେରାଇ ପଛକୁ ଚାହିଁ ଦେଖିବ, ଯେଉଁ ହାତଟିକୁ ଦିନେ ତୁମେ ଦୟାରେ ବା ଅନୁକମ୍ପାରେ ଉଠାଇ ଆଣିଥିଲ ରାସ୍ତାକଡ଼ରୁ କି ଡଷ୍ଟବିନ୍ରୁ ତୁମର ଜୟ ଜୟକାର କରିବ ବୋଲି। ସେଇ ଥରଥର ରକ୍ତହୀନ ଦୁର୍ବଳ ହାତଟି ଯେ ଦୁର୍ବାର ଆତତାୟୀ ହୋଇଉଠିଛି ତୁମ ତଣ୍ଟି ଚିପିଦେବାକୁ, ଏକଥା ଶୁଣି ତୁମେ ହୁଏତ ବିଶ୍ୱାସ କରିପାରିବ ନାହିଁ। ମାତ୍ର ସେତେବେଳକୁ ମହାନଦୀରେ ବୋହିଯାଇଥିବ ଅଜସ୍ର ଜଳ। ଶୁଖିଲା ଶୁଖିଲା ପଡ଼ିଆସିଥିବ ତାର ଧାର। ଏକଥା ଶୁଣୁ ଶୁଣୁ ତୁମେ ହସିବ ବେଦମ୍। ପରିହାସ କରି କହିବ, ତର୍କ ହୁଅ ଦିଗମ୍ବର, ସତର୍କ ହୁଅ ନିଜ ପ୍ରତି। ତୁମର ଭୟ, ତୁମର ଆଶଙ୍କା ହିଁ ତୁମର ଶତ୍ରୁ, ତୁମର ଦୁର୍ବଳତା। ମନେ ରଖ, ଭୟ କେବଳ ପରାଜୟର କାରଣ ନୁହେଁ, ସବୁ ପ୍ରକାର ଅପମୃତ୍ୟୁର ବି କାରଣ। ସେ ନୀଳପକ୍ଷୀ ବାହାରେ କେଉଁଠି ନାହିଁ, ଅଛି ତୁମ ଭିତରେ, ନିବୃତ୍ତରେ, ନିରାପଦରେ ଛପି ରହିଛି ତୁମ ମୁଣ୍ଡ ଭିତରେ। ହସି ହସି ତୁମେ ଆସ୍ଫାଳନ ଦେଖାଇ କହିବ, ସବୁ ଭୟ, ସବୁ ଆଶଙ୍କା, ସବୁ ଦୁର୍ବଳତାକୁ ମୁଁ ସାପ କାତି ଭଳି କାଢ଼ି ଫିଙ୍ଗି ଦେଇଛି। ଏଣିକି ଅପରାଜୟ ମୁଁ, ଅପ୍ରତିହତ। ପ୍ରତୀକ୍ଷାର ସବୁ ବୟ ମୋର ଅଭେଦ୍ୟ। ସେହି ପ୍ରସ୍ତାବନା ଭିତରେ ତୁମର କାୟାନ୍ତର ଘଟିଯାଇଥିବ। ତୁମେ ଦିଶୁଥିବ ମହାକାଳ ଭଳି ଦୁର୍ଦ୍ଦଶ, ଯେମିତି ବିରାଟ ପୁରୁଷ। ସେତେବେଳେ ତୁମକୁ ଚାହିଁ ହେବ ନାହିଁ କି ପାଟିରୁ କାହାର ବଚନ ବାହାରିବ ନାହିଁ। Sample complete. Ready to continue?